ମତେ କହୁନ। ମୁଁ ତାଙ୍କ ଘରକୁ ଯାଇଥିଲି ମୋ ସ୍ତ୍ରୀ କି ଛାଡିବା ପାଇଁ। ନାଇଁ ନାଇଁ ନାଇଁ, ମୋ ସ୍ତ୍ରୀ ଯେତେବେଳେ ମୁଁ ଛାଡିବାକୁ ଯାଇଥିଲି, ସିଏ କାହିଁକି ପୁରୁଣା ମାସକର ପୁରୁଣା କଥା କାହିଁକି ଉଠେଇଲା ସେଠି? ଆଉ ଯଦି ଉଠେଇଲା, ଶାଶୁ ସେଠି ଭଦ୍ରଲୋକ ହେଇକି କହିଥାନ୍ତେ, ସେ କଥା ଝିଅକୁ କହିବା କଥା ଯେ ଆଲତି ସେ ମାସ କଥା କାହିଁ ଛାଡୁଛୁ, ଉଠଉଛୁ, ବନ୍ଦ କର ସେ କଥା କହିବା କଥା। ନା ନା ନା, ସେଇ କଥାକୁ ସିଏ କହୁଛନ୍ତି ନା ସମସ୍ତେ ଚୁଡ଼ି ଲଗେଇବେ ବିଧବା ଭାବେ, କଣ ଗୋଟେ କଥା କହିଲେ ସେଠି ହେଲା। ତମର ଆହୁରି ଏତେ ରକ୍ତ ଗରମ ତମର। ମାସକର କଥା ଉଠଉ ତ, ଝିଅକୁ କହିଲା ବେଳକୁ ଝିଅ କହୁଛି ହଁ ଉଠେଇବି, ତାହେଲେ ମୁଁ ବି ଉଠେଇବି, ଚାଲ ଉଠା ଉଠି ହଉ। ମୋ ସ୍ତ୍ରୀ ମତେ କହୁଛି ତୋ ଗାଣ୍ଡିରେ କେତେ ଦମ ଅଛି। ଦିନେ ଆଗରୁ ମୁଁ କହୁଛି କହିକି ଯା, କେଦିନ ପାଇଁ ଯିବୁ କହିକି ଯା, କିଛି କହିଲାନି। ଆସିଲା ବେଳକୁ କହୁଛି ନା ମୁଁ ଯାଉଛି। ମାନେ କଣ ତୁ ଲାଡ ସାବ ସେ ଘରର? ମାଇଣ୍ଡ ଫ୍ରେଶ କରିବାକୁ ଯାଉଛି, ମାଇଣ୍ଡ ଫ୍ରେଶ। ମାଉସୀ କହୁଛନ୍ତି ମାଇଣ୍ଡ ଫ୍ରେଶ କରିବ, ଟିକେ ଆସୁ ମାଇଣ୍ଡ ଫ୍ରେଶ କରିବ। ତୁ ରହୁନୁ, କିଏ ମନା କରୁଛି? ମାଇଣ୍ଡ ଫ୍ରେଶ କରେ, କେତେ ଦିନ କରୁଛୁ। ତମେ ଯୋଉ ଉତ୍ପାତ ହଉନ କି, ସେ ଉତ୍ପାତ ଗୁଣଟା ବନ୍ଦ କର ହେଲା। ଦରକାରଠୁ ବେଶୀ ଉତ୍ପାତ ହେଲେ ଭଲ ନୁହଁ, ଭଗବାନ ବି ସହିପାରିବେନି। ଭଲ ନ ଶୁଣନ୍ତୁ, ଦାଣ୍ଡରେ ଭିକାରୀ ହେଇଯିବ, ଦାଣ୍ଡରେ ଭିକାରୀ ହେଇଯିବ। ହଁ ହେଇଯିବି। ଯେତିକି ଦରକାର ସେତିକି ହୁଅ। ଏବେ ତ ଦାଣ୍ଡରେ ଭିକାରୀ, ଆଉ କଣ ଯାଇକି ଭିକ ମାଗିବ ବଡ ଦାଣ୍ଡରେ ଯାଇକି ବସିକି କି? ହଁ କଣ ହେଇଗଲା ଏଠୁ? କଣ ହେଇଗଲା? ଭିକ ମାଗିବି, କଣଟା ହେଇଗଲା ମତେ କହୁନୁ? ମୁଁ ଭିକ ନାଇଁ ତ, ମାଗିବି, ମା ଭିକ ମାଗିବି। ବତେଇଥିବ, ଏମିତି କହିଲେ ଟର୍ଚର କଲେ ପୁଅ ଫରେନ୍ ପଳେଇବ। ଯା 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 ଯା, ମା ବତେଇଛି ମତେ, ମୁଁ ଭିକ ମାଗିବି। ତାପରେ ଅନ୍ନ ମନ୍ଦିର ଖାଉଛ, କଣ କରିବ କଣ? ଯା କହୁନ। ଏବେ ଫରେନ୍ ଯିବ, ପାର୍ଟି ଆସିବନି ତ, ପଇସାଟା ନଥିବ, ମା ତ ଯେମିତି ହେଲେ ମାଇକିନା ନାଁରେ କହିଲେ ତ ପୁଣି ଫରେନ୍ ଯିବ ନା। ଯା। ତମର ଲାଜ ମାଡୁନି? ଲଜ୍ଜା ସରମ ତମ ପାଖରେ ନାହିଁ? ମତେ କାହିଁ ଲାଜ ଲାଗିବ? ମତେ କାହିଁ ଲାଜ ଲାଗିବ? ମୁଁ ତ ବେଲଜ୍ଜାଟା, ମତେ କାହିଁ ଲାଜ ଲାଗିବ? ମୁଁ ବେଲଜ୍ଜାଟା, ଶାଶୁଘର ଛାଡିକି ସ୍ୱାମୀ ପାଖକୁ ଛାଡିକି ବାପ ଘରକୁ ଧାଉଁଛି। ମୁଁ ବେଲଜ୍ଜା କାହିଁ? ଆଉ କିଏ ହବ? ମାଇକିନା ଥାଉ ଯିଏ ବେଶ୍ୟା କୋଉଠି ଯାଉଛି, ସିଏ କଣ ବେଲଜ୍ଜା ନୁହଁ, ଭଲଟା ନାଗୁଛି। ଓହୋ, ମୁଁ ଯିବି, ମୁଁ ଯିବି, ତୁ କଣଟା କରିବୁ ମତେ କହ। ବୋପା ଯାଉଥିବ ତ ବେଶ୍ୟା କୋଠିକି, ବୋପା ମା ଯଦି ଯାଇଥିବ, ପୁଅକୁ ସେ ଶିଷ୍ଟାଚାର ଦେଇଛନ୍ତି। ମୋ ମା ମତେ ଯେମିତି ଶିଷ୍ଟାଚାର ଦେଇଛି ଘର ଭାଙ୍ଗିବାକୁ, ତମ ବାପା ସେମିତି ତମକୁ ଶିଖେଇଛନ୍ତି ବେଶ୍ୟା କୋଠିକି ଯା। ମା ବାପା ଯାଇଥିବ, ବାପା ଇଏ କରୁଥିବେ, ବାପା ମା ଯଦି ଯାଇଥିବେ। ହଁ, ମୋ ମା ଶିଖେଇଛି ଗଲା ପରେ ତୁ ଭଲ ଭଲ ଝିଅ ଦେଖିକି ବେଶ୍ୟା କୋଠିକି ଯିବୁ। ମୁଁ ଯାଉଛି, ଆଉ କଣ କରିବି? ଚିହ୍ନି ପାରୁଛୁ ମାନେ କଣ ଏମିତି କଣ କଥାବାର୍ତ୍ତା କରୁଛୁ? ଫୋନ୍ ଟା ତ ଚିହ୍ନି ପାରୁଥିବ ପଚାରିବି ନା। ଆଚ୍ଛା, ତ ମୁଁ କହିବି ନା। ଓହୋ, ହଉ, ଓଭର ସ୍ମାର୍ଟ ସହିତ ଦବ ନା। ହଁ ହଁ। କଣ ଚାଲିଛି? କିଛି ନାହିଁ, କଣ ଚାଲିବ? ଖାଇବା ପିଇବା ସବୁ ଠିକ ଠାକ। ଭେରି ଗୁଡ। ଏଇ ଯୋଉ ଗାଁକୁ ଆସିଥିଲ, କଳା ବ୍ୟାଗ ଟା ତ ଧରିକି ଆସିଥିଲ, ମୋ ଡକୁମେଣ୍ଟ ବ୍ୟାଗ ଟା କୋଉଠି ଥୋଇଛ? ଯୋଉ କହିଥିଲି ଆଣିବାକୁ, ମୋ ସୁନା ଜିନିଷ ଟା ଆଉ ମୋ ଡକୁମେଣ୍ଟ ବ୍ୟାଗ ଟା। ପୁଅର ଲକେଟ ଭାଙ୍ଗି ଯାଇଛି, ଲକେଟ ଟା ଲଗେଇବି ବୋଲି କହିଥିଲି, ମନେ ଅଛି ତ? ଲକେଟ ଟା ଯୋଉ କହିଥିଲି, 2-3ଟା ଲକେଟ ଅଛି, ମୋର ଯୋଉ ବ୍ୟାଗ ଟା ଅଛି ଇଏ ଭିତରେ, ସେଇଟା ଆଉ ମୋର ଯୋଉ ପୁଅର ଯୋଉ ଡକୁମେଣ୍ଟ, ମୋର ଯୋଉ ଡକୁମେଣ୍ଟ ବ୍ୟାଗ ଟା, ଯୋଉ ହ୍ୟାଣ୍ଡ ବ୍ୟାଗ ଟା, ସେଇଟା ଧରି କାହିଁକି ଆସିଲନି? ନା କୋଉଠି ଥୋଇ ଦେଇଛ ଆଣିକି? କୋଉଠି ଥୋଇଛି ମୋର ମନେ ନାହିଁ, ମୁଁ କାଲି ଦେଖିଲେ କହିବି। ନା ଆଣିକି ଫୋପାଡ଼ି ଦେଇଛ କୋଉଠି? ମନେ ନାହିଁ କହିଲି, ଯଦି ନେଇଥିବି ଘରେ ଥିବ। ମୁଁ ତମକୁ ପଚାରିଲି ନା କଣ ଧରିକି ଆସିଛ, ତମେ ସତ କଥା କହିଲ ନା, ମୁଁ କିଛି ଧରିକି ଆସିନି, ଅଫିସ ରୁ ଆସିଛି ବୋଲି ଡାଇରେକ୍ଟ କହିଲ ନା। ଆଉ ତୁ ତ ଇନକ୍ୱାରି କରୁଛୁ ନା ସବୁ, ମତେ କାଇଁ କହୁଛୁ ଆଉ? ତମେ ଇନକ୍ୱାରି କରୁଛ, ମୁଁ କରିପାରିବିନି? ହଁ। କଳା ବ୍ୟାଗ ଟା ଧରିକି ଆଇଲ ଭାରି, ସେଇ ବ୍ୟାଗ ଧରିକି ଆଇଲ ଭାରି, ଏଇଟା ତ ଆଣିପାରିଲନି ନା, ଫୋପାଡା ଫୋପାଡି କରିଦେଇଛ, ବିଶ୍ୱାସ ନାହିଁ ଆଉ। ଆଣିଛ ଯଦି ମତେ ଆଣିକି ଦବ। ଯଦି ବି ନ ଆଣିଛ, ଆଣିଲେ ବି ମତେ ଦବ। କାହିଁକି ନା ମୋର ସାର୍ଟିଫିକେଟ ଆଣିବାର ଅଛି, ମୋ କଲେଜର ଆଡମିଟ କାର୍ଡ ସେଥିରେ ଅଛି, ସେଥିପାଇଁ ମୁଁ କହୁଛି। ଠିକ ଅଛି। ନା ଅଲଗା କିଛି ଭାବିବାର ପ୍ଲାନିଂ ଚାଲିଛି? କେଜାଣି, ମୁଁ କହିପାରିବିନି କିଛି। ପ୍ଲାନିଂ ଚାଲିଥିବ କଣ ନା? ତୋର ଯଦି ଚାଲିଥିବ, ମୋର ଯଦି ଚାଲିଥିବ। ହଁ, ମୋର ତ ବହୁତ ଚାଲିଛି। ବ୍ୟାଗ ଧରିକି ଆସିଛ ନା ନାଇଁ କହୁନ? ଆରେ ମୋର ମନେ ନାହିଁ, ମୁଁ ପଚାରିଲେ କହିବି। ଭଲ।
କୋଉଠି ଏବେ? ଇନକ୍ୱାରି କରୁନୁ କୋଉଠି ଅଛି ପଚାରିବୁ ତ ମତେ କାଇଁ ପଚାରୁଛୁ? ନାଇଁ ମୁଁ ଭାବୁଛି ତମେ କହିବ ବୋଲି ସତ କଥା ନାଇଁ ମୁଁ କହିବନି ମୁଁ କହିବିନି ଜାଣି। ତୁ ଯାହାକୁ ଇନକ୍ୱାରି କରିବା କଥା କରେ ହେଲା। ଓହୋ ତମଠୁ କମ ଇନକ୍ୱାରି କରୁଛି ମ ତମେ ବ୍ୟସ୍ତ କାଇଁ ହଉଛ? ହଁ ତୁ କରେ ମୋର ଇନକ୍ୱାରି କୌଣସି କରେ। ସଉକ ନାହିଁ ତମ କଥା ଇନକ୍ୱାରି କରିବା ପାଇଁ। ଆଚ୍ଛା ଇଣ୍ଟରେଷ୍ଟ ଥିଲା କିନ୍ତୁ ଇଣ୍ଟରେଷ୍ଟ ନାହିଁ। ହଁ ଠିକ କାରଣ ଅଛି। ଦ୍ୱିତୀୟ ତୃତୀୟ ସ୍ୱାମୀକି ମୋର ବହୁତ ପସନ୍ଦ ନା ତ ହୁଁ ଫାଷ୍ଟ ବାଲା କିଏ ପଚାରୁଛି? ତାହେଲେ ମତେ କାଇଁ ଫୋନ କରୁଛୁ? ମୋର ବା କହିଲି ତମକୁ କାଇଁ ଫୋନ କଲି ଜାଣିପାରିଲନି କି? ନା ଓହୋ ତ ଶୁଭିଥିବ ନା ଭଲକି ରେକର୍ଡିଂ ତ କରିଥିବ ଶୁଭିଥିବ ଆଉ କଣ। ନା ନାଇଁ ମତେ କିଛି ଶୁଭୁନି। ତମ ବ୍ୟାଗ ଟା ଅଛି ସେଥିପାଇଁକା। ଓହୋ ଆଉ ମୋର ସୁନା ଜିନିଷ ତ କିଛି ନାହିଁ ସେତକ ଅଛି ସେତକ ପାଇଁ ମାଗୁଥିଲି। ଆଚ୍ଛା ଆଚ୍ଛା ହୁଁ ଏ ଯୋଉ ଫ୍ରିଜ ଟା ଅଛି ନା ବିକା ହେଇଗଲାଣି? ବିକା ହେଇଗଲାଣି। ଏସି ତ ବିକା ହେଇଯାଇଛି କିନ୍ତୁ ଫ୍ରିଜ ଟା ବିକା ହେଇଯିବଣି। ବିକା ହେଇଗଲାଣି। ହେଇଯାଇଥିବ ଆଉ। ହୁଁ ଆଉ ସେ ଟେବୁଲ ଫେବୁଲ ବିକା ହେଇଯିବଣି ପଇସା ସବୁ ବିକା ନଥିବ ନା ବି ହେଇଯାଉଛି। ହୁଁ ତ ବିକା ହେଇଯିବଣି ଆଉ। ହୁଁ ନହେଲେ ପାଟି ଖୋଜା ହଉଥିବ ବିକା ହେବା ପାଇଁ ଆଉ। ଖୋଜା ଚାଲିଛି। ହୁଁ ବ୍ୟାକ୍ ସାଉଣ୍ଡ ଶୁଭୁଛି ତ? ଆଚ୍ଛା ଆଚ୍ଛା ବ୍ୟାକ୍ ସାଉଣ୍ଡ ମାନେ? ଓଭର ସ୍ମାର୍ଟ ଲୋକ ଜାଣିପାରିବନି। ହଁ ହଉ କୋଉଦିନ ଆସିବ ମୁଁ ସେଦିନ ଫୋନ କରିକି ପଚାରିବି କୁହ? ମୁଁ କହିପାରିବିନି। କାଲି ବୋଧେ ଆସିବ ବୋଧେ କଣ ନାଇଁ କି? କହିପାରିବିନି ବା କହିଲି। କାଲି ଆସିବନି ଘରେ ଅଛନ୍ତି ଠାକୁରାଣୀ ଦେଖିବାକୁ ଆସିବନି? ଓହୋ ହୋ ଆଚ୍ଛା ଆଚ୍ଛା ଶିବ ପାର୍ବତୀ ଅଛନ୍ତି ତମେ ଗଣେଶ ନା। ଆଚ୍ଛା ହୁଁ କି ଡାଇଲଗ ହଁ ହଁ। ଗଣେଶ ଅଛନ୍ତି ଦେଖିବାକୁ ଆସିବନି ଗଣେଶ ତମେ। ହୁଁ ବ୍ରହ୍ମାଣ୍ଡ କାଇଁ ବୁଲିବ ତାଙ୍କ ଚାରିପଟରେ ତ ବ୍ରହ୍ମାଣ୍ଡ ଅଛନ୍ତି। ସେଇଆ ଆଗ ସେଇଆ ତୁ ବୁଲି ସାରେ ତାପରେ ମତେ କହିବୁ। ମୁଁ ତ ବୁଲୁଛି ହଁ ଆହୁରି ବୁଲିବି ତମେ ବୁଲି ନଥିଲ ଏବେ ତମର ହୋସ୍ ଆଇଲାଣି ନା ଏବେ ବୁଲିବ ଆହୁରି ଅସୁବିଧା କଣ? ଆଚ୍ଛା ଆଚ୍ଛା ମତେ କାଇଁ ଖାଲି ଫୋନ କରୁଛୁ ଯେ କହୁନୁ? ତମକୁ ଶୁଭିଲାନି କି ନାଇଁ ରେକର୍ଡିଂ ମତେ ବଟନ ଟା ଶୁଭିଲାନି ମତେ ତ ଶୁଭିଲାନି ରେକର୍ଡିଂ ବଟନ ଟା ତ କରୁଥିବ ଅଟୋମେଟିକ ଶୁଣିଦବ ଆଉ କଣ। ନାଇଁ ମତେ ସେଟା ଶୁଭିଲାନି କିଛି। ହଁ ମୁଁ ତମକୁ ବାରମ୍ବାର କହିଦଉଛି ଯେ ମୋର ଡକ୍ୟୁମେଣ୍ଟ ବ୍ୟାଗ୍ ଟା ଅଛି ମୋର ସାର୍ଟିଫିକେଟ ଆଣିବାର ନା ଅଛି। ମୁଁ ସାର୍ଟିଫିକେଟ ଦେଇପାରିବିନି। ଆଉ ତାହେଲେ କିଏ ଆଣିକି ଦବ କେହି ମୁଁ ନାହିଁ। ଯିବି ଆଣିବାକୁ? ହଁ କୋଉଠି ଥୋଇଛ କହୁନ ଭୁବନେଶ୍ୱରରେ ଥୋଇଛ ନା ମାମେରେ ଥୋଇଛ ମୁଁ ଯାଇକି ଧରିକି ବମ୍ବେରେ ଆସିବି। ବମ୍ବେରେ ଦେଇଛି। ତ ମତେ ଆଣିକି ଦବା ଦରକାର ନା। ମୁଁ ଦେଇପାରିବିନି। ଦବନି ନା କଣ ପାଇଁ ଦବନି? ମୋ ଇଚ୍ଛା। ତମ ଇଚ୍ଛା କଣ ମ ହଁ ତମେ ପାଠ ପଢିବ ଦବନି କି? ହଁ ହଁ ଓହୋ ମୋ ଆମ ଇଚ୍ଛା। ବହି ପତ୍ର ଟା ଧରିକି ଆଇଛ ନା ସେଇଟା ବି ଥୁଆ ହେଇଛି ନା? କିଛି ଦେବିନି କହିଲି ପରା ତୋ ବହିପତ୍ର କଣ କହୁଛୁ ଯେ? ହଉ ତମେ ପଢିବ? ଯୋଉଦିନ ତୁ ତୋର ବହିପତ୍ର ଯେପର୍ଯ୍ୟନ୍ତ ତୁ ସେଇ ତୋର କହୁଥିବୁ ନା ସେପର୍ଯ୍ୟନ୍ତ କିଛି ବି ତୋର ହେଇପାରିବନି। ଓହୋ ତମ ବହି ପତ୍ର ସେଇଟା ତମେ ପାଠ ପଢୁଥିଲ କି? ଯେମିତି ଶିକ୍ଷା ସେମିତି କଥା ହଁ କାହିଁକି ମୁଁ ତ କହିବ? ବହୁତ ଖରାପ ଶିକ୍ଷା ତମେ ତ ବହୁତ ଭଲ ଶିକ୍ଷା ପାଇଛ ନା। ଅଯଥା ମୋ ସାଙ୍ଗେ କଳି କରିବା ଆବଶ୍ୟକ ହେ ନାହିଁ ତୁ ମୋର ଫୋନ କଣ ସଉକ ନାହିଁ ରଖ। ରଖ ଫୋନ ରଖ। ରଖ ବେ।